ସଂସ୍ଥା ଗୁଡ଼ାକ ରହିଅଛି। I'm not ignoring them. ମୁଁ ସେମାନଙ୍କ ବିଷୟରେ କହିବା ପାଇଁ ଚାହୁଁନାହିଁ। They also believe according to their will. ଆଉ ସେମାନଙ୍କର ସେ ସଂସ୍ଥାର ନିୟମ ଅନୁସାରେ ସେମାନଙ୍କର ମଧ୍ୟ ବିଶ୍ୱାସ ରହିଛି। But today I'm talking among us. ମାତ୍ର ଏଇ ଜାଗାରେ ଯେତେ ଜଣ ଅଛନ୍ତି ତାଙ୍କୁ ମୁଁ କହିବା ପାଇଁ ଚାହେଁ। At what time that you have met Christ? ଆଉ କେଉଁ ସମୟରେ କେତେବେଳେ ପ୍ରଭୁଙ୍କୁ ଆପଣମାନେ ଦେଖା କଲେ? Maybe some sickness, ଆପଣମାନଙ୍କର କୌଣସି ରୋଗ ଯେତେବେଳେ ହେଇଥିଲା ସେତେବେଳେ କି from failure, କି ଆପଣଙ୍କ ଜୀବନରେ ଯଦି କୌଣସି ପ୍ରକାର ସମସ୍ୟା ଆସିକି ଫେଲୁଅର ହେଇଗଲେ ସେତେବେଳେ କି or from great situation that we cannot face. ଆଉ ଆମେମାନେ ଯେତେବେଳେ ବିଭିନ୍ନ ପ୍ରକାର ମାନେ ମାନେ ସମସ୍ୟାରେ ଯେତେବେଳେ ଯାଇଥିଲୁ ସେତେବେଳେ ଆପଣମାନେ ପରମେଶ୍ୱରଙ୍କୁ ଦେଖା କଲେ କି? Who saved on the God? Who saved on the God? ଆଉ ସେଇ ସମୟରେ କିଏ ଆପଣମାନଙ୍କୁ ରକ୍ଷା କଲେ? କିଏ ଆପଣମାନଙ୍କୁ ଉଦ୍ଧାର କଲେ? I believe you surrender to Jesus. ଆଉ ମୁଁ ବିଶ୍ୱାସ କଲି ସେଇ ସମୟରେ ଆପଣମାନେ ସମ୍ପୂର୍ଣ୍ଣ ଜୀବନ ପରମେଶ୍ୱରଙ୍କୁ ଦେଇଦେଲେ। Amen? ହାଲେଲୁୟା। That's what Paul is asking. ଆଉ ସେ If you have received Jesus Christ as your Lord and Savior, ସେଟା ହିଁ ପାଉଲ କହୁଛନ୍ତି। ଆପଣମାନେ ଯଦି ପ୍ରକୃତରେ ପରମେଶ୍ୱରଙ୍କୁ ଉଦ୍ଧାରକର୍ତ୍ତା ଭାବରେ ସ୍ୱୀକାର କରିବା ପାଇଁ ଚାହାନ୍ତି, are you walking with Him? ପରମେଶ୍ୱରଙ୍କ ସହିତ ଆପଣମାନେ ଚାଲୁଛନ୍ତି କି? I want to encourage this day, dear my brothers. ମୋର ପ୍ରିୟ ଲୋକମାନଙ୍କୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ ଏହି ସମୟରେ Walk in Him. ତାଙ୍କର ସହିତ ଚାଲନ୍ତୁ। Many difficulties we became ବହୁତ ସମସ୍ୟା ଆପଣମାନଙ୍କ ଜୀବନରେ ଆସିଥାଇପାରେ। because the world is going on. କାରଣ ଆମେମାନେ ଏଇ ଜାଗତିକ ଅବସ୍ଥାରେ It ଯେତେବେଳେ will ଅଛୁ never become good. ଆପଣମାନଙ୍କର ପଡୋଶୀ ଆପଣମାନଙ୍କ ପାଇଁ ଭଲ ହେଇଥାଇପାରନ୍ତି। It will go on worse and worse, worse and worse. ଆଉ ସେମାନଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଥାଇପାରେ। Now this persecution is very small. ଆଉ ଏ ଯୋଉ ଆମମାନଙ୍କୁ ଯୋଉ ତାଡ଼ନା ଆଉ ସତାହଟ ଆଉ ଯୋଉ ମାରପିଟ ଏଇଟା ନେଇକି ବହୁତ ଇଜି ହେଇଗଲାଣି। It will bring 100 more words to this persecution. ଆଉ ଆଜିର ଯୋଉ ସମସ୍ୟାରୁ ଅଧିକ ସମସ୍ୟା ବୋଧେ ଆସିଥାଇପାରେ ଆଗାମୀ ଦିନ ମାନଙ୍କରେ। ମାତ୍ର ପରମେଶ୍ୱରଙ୍କୁ ଦୟାକରି ଭୁଲନ୍ତୁ Now ନାହିଁ। clearly says in Bible, ପରମେଶ୍ୱରଙ୍କର ବାକ୍ୟରେ ସଫା ଲେଖାଯାଇଅଛି 7 years you may face persecution. ଆପଣଙ୍କର ଜୀବନ ଯେତେବେଳେ ପରିବର୍ତ୍ତନ ହବ ଅନେକ ପ୍ରକାର ସମସ୍ୟା ଆସିଥାଇପାରେ। After that I will come to take you. ଆଉ ସେତେବେଳେ ମୁଁ ଆପଣମାନଙ୍କ ପାଖକୁ ଆସିକି ସ୍ୱର୍ଗକୁ ନେଇଯିବି। Hallelujah. Hallelujah. Are you really walking with Him ଆପଣମାନେ ସମସ୍ତେ ପରମେଶ୍ୱରଙ୍କ ସହିତ ଚାଲୁଛନ୍ତି କି? or walking in Him? ଆଉ ତାଙ୍କର ସହିତ ଚାଲୁଛନ୍ତି God, sir. କିଏ ମଧ୍ୟ କହୁନାହାନ୍ତି? Walk in Him, okay? ତାଙ୍କର ସହିତ ଚାଲନ୍ତୁ, ତାଙ୍କ ମାଧ୍ୟମରେ ନାହିଁ। So search your heart ତେଣୁ ଆପଣମାନଙ୍କର ହୃଦୟକୁ ପଚାରନ୍ତୁ and keep your heart. ଆଉ ଆପଣମାନଙ୍କର ହୃଦୟକୁ ମଧ୍ୟ ପଚାରନ୍ତୁ। Last passage I want to read ଆଉ ଶେଷ ପଦ ମୁଁ ପଢିଦେବା ପାଇଁ ଚାହେଁ। here in Romans chapter 12, ରୋମିଓ ତାର 12 ପର୍ବରେ ଲେଖାଯାଏ verse 1. ତାର 1 ପଦରେ। I repeat Romans chapter 12, verse 1. ରୋମିଓ ତାର 12 1 ପଦ। Everybody look. ସମସ୍ତେ ଦେଖନ୍ତୁ ନିଜ ନିଜର ବାଇବେଲକୁ। I beseech you therefore, ଅତଏବ ହେ ଭାଇମାନେ brethren, ମୁଁ ତୁମମାନଙ୍କୁ ଈଶ୍ୱରଙ୍କ ଦୟା ହେତୁ ବିନତି କରୁଅଛି by the mercy of God, ତୁମେମାନେ ଆପଣ ଶରୀରକୁ ସଜୀବ ଓ ପବିତ୍ର that you present, ଆଉ ଈଶ୍ୱରଙ୍କର hallelujah, ସୁଗ୍ରାୟ ବଳି ସ୍ୱରୂପ ଉତ୍ସର୍ଗ କର। your bodies, ଆଉ ଈଶ୍ୱରଙ୍କ ସୁଗ୍ରାୟ ବଳି ସ୍ୱରୂପ ଉତ୍ସର୍ଗ କର। a living sacrifice, hallelujah.